ସେ କୋଉ ମସିହାରେ ପ୍ରଥମେ ଲେଖିଥିଲେ ଆପଣ ଉପନ୍ୟାସ? ଶୁଣନ୍ତୁ, ଲେଖା ଲେଖି ପ୍ରକୃତରେ ଆରମ୍ଭ କଲି ମୁଁ 63 ମସିହାରେ, 62-63ରେ। ଯେତେବେଳେ ମୁଁ ସବୁ ଚାକିରି କରିସାରିଥିଲି, ଲେଖା ଲେଖି କରୁଥିଲି, ଛୋଟ ଛୋଟ ଗଳ୍ପ କବିତା ଲେଖା ଲେଖି କରୁଥିଲି। ଉପନ୍ୟାସ ଆରମ୍ଭ କଲି 62 ମସିହାରେ, ଯାହାକୁ ସେ 62ରୁ 69। ଆପଣ କେତେବେଳେ ଜାଣିଲେ କି ଆପଣଙ୍କ ଭିତରେ ଗୋଟେ ଲେଖିବାର ପ୍ରବୃତ୍ତି ଅଛି ବା ଆପଣ କିଛି ସୃଷ୍ଟି କରିବେ, କିଛି ଲେଖିବେ? କୋଉ ବୟସରୁ ସେଇଟା ଜଣା ପଡିଲା? ସେ ଜଣା ପଡ଼େନି ଆଜ୍ଞା। କେହି କୌଣସି ସ୍ରଷ୍ଟା କହିପାରିବେନି, ନିଶ୍ଚିତ ଭାବରେ କହିପାରିବେନି ଯେ ମୁଁ ଏଇଥିପାଇଁ ଲେଖିଲି, ଏଇଥିପାଇଁ ଲେଖିବା କଥା ନୁହେଁ ଆଜ୍ଞା। ଯାହାର ଯାହା ହବା କଥା ସେ ଅଟୋମେଟିକ୍ ହବ, ଯେ ସନ୍ଦେହ ନାହିଁ। ମୁଁ ବହୁତ ଛୋଟ ବେଳୁ 2ୟ 3ୟରେ ପଢ଼ିଲା ବେଳେ ମୁଁ ଲେଖା ଲେଖି କରୁଥିଲି। ଏଇ ଯୋଉ ଆପଣଙ୍କର ପ୍ରଥମ ଉପନ୍ୟାସଟା କଣ ଥିଲା? ମୋର ପ୍ରଥମ ଉପନ୍ୟାସ ଥିଲା ଅଭାଗିନୀ ପ୍ରିୟା, କିନ୍ତୁ ସେଟା ପ୍ରିଣ୍ଟ ହେଲା 1969 ମସିହାରେ। ତା ପୂର୍ବରୁ ଛପା ହେଲା ଦାରୁଣ ଦୈବ। ଦାରୁଣ ଦୈବଟା ବହୁତ ପଛରେ ଲେଖା ହେଇଥିଲା, କିନ୍ତୁ ସେଟା ଆଗ ପ୍ରିଣ୍ଟ ହେଲା। ଦାରୁଣ ଦୈବଟା କୋଉ ମସିହାରେ ହେଇଥିଲା? 69 ମସିହା। 69 ମସିହାରେ। ଆଜ୍ଞା। ତାପରେ ତ ଏମିତି ଚାଲିଛି ଆଜି ପର୍ଯ୍ୟନ୍ତ। ସାର୍, କେତେଟା ସମୁଦାୟ ପୁସ୍ତକ ହେଲାଣି, ମାନେ ଉପନ୍ୟାସ ହଉ ବା ଯେକୌଣସି ପୁସ୍ତକ? ମୋର ପ୍ରକାଶିତ ଉପନ୍ୟାସ ବର୍ତ୍ତମାନ 625। ପ୍ରକାଶିତ ଉପନ୍ୟାସ ବର୍ତ୍ତମାନ 625। ତେବେ ଉପସ୍ଥିତ 517 ଅଛି। ବହୁତ ବହି ବାହାରେ ରହିଗଲା। ତାପରେ ଅନେକ ଗୁଡ଼ିଏ ପାଣ୍ଡୁଲିପି ରହିଗଲା ପ୍ରେସରେ। ବାତ୍ୟା ପରେ ତା ବହି ଚାଲିଲାନି, ବିକ୍ରି ହେଲାନି। ତାପରେ ଆଉ ଗୋଟେ କଥା ହେଉଛି, ଟିଭି ଆସିଲା ପରେ ମାର୍କେଟକୁ, ଟିଭି ମୁହାଁ ସମସ୍ତେ ହେଲେ, କେହି ପଢ଼ିଲେନି, ପାଠକ ସଂଖ୍ୟା ଏକଦମ କମିଗଲା। ତାପରେ ଆମ ସମସାମୟିକ, ମୋ ସମସାମୟିକ ଯେଉଁମାନେ ପଢ଼ୁଥିଲେ, ସେମାନେ ସମୟକ୍ରମରେ ବୁଢ଼ା ହେଇଗଲେ। ମୁଁ ବୁଢ଼ା ହେଇଗଲି, ସେମାନେ ବି ବୁଢ଼ା ହେଇଗଲେ। ନାଇଁ ସାର୍, ଯୋଉ ଆପଣଙ୍କର ଏ ପର୍ଯ୍ୟନ୍ତ ସୁଦ୍ଧା କେତେ ଖଣ୍ଡ ହବ ପୁସ୍ତକ? ମୋର 600 ପାଖାପାଖି ହବ, ନାଟକ, ଉପନ୍ୟାସ ଏବଂ ଗଳ୍ପ। ଆଉ କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ, ଇଏ ତ ସୀମା ନାହିଁ, ତାକୁ ମୁଁ ହିସାବ କରିନି। 600ରୁ ଉର୍ଦ୍ଧ୍ୱ। 600ରୁ ଉର୍ଦ୍ଧ୍ୱ। 600ରୁ ଉର୍ଦ୍ଧ୍ୱ ଆପଣ ଉପନ୍ୟାସ, ଗଳ୍ପ, ବିଭିନ୍ନ ପ୍ରକାର ପୁସ୍ତକ ରହିଛି। ବିଭିନ୍ନ ବିଷୟରେ ଉପନ୍ୟାସ ଅଛି, ନାଟକ, ଗଳ୍ପ, ପ୍ରବନ୍ଧ, ଏସବୁ। ଗୋଟେ ସମୟ ଥିଲା ଯେତେବେଳେ ଆପଣମାନଙ୍କ ପାଖକୁ ପବ୍ଲିସର ମାନେ ଧାଡ଼ି ବାନ୍ଧୁଥିଲେ, ସୁଅ ଛୁଟଉଥିଲେ। ସେ ସମୟ ଆଉ ଏ ସମୟ ଭିତରେ କଣ ଫରକ ଅନୁଭବ ସେତେବେଳେ କରୁଛନ୍ତି? ବ୍ୟବସାୟୀ ମାନେ କହୁଥିଲେ ଯେ ଏଇଟା ଭାଗୀରଥୀ ଯୁଗ। ଏତେ ଡିମାଣ୍ଡ ଥିଲା ଲୋକଙ୍କର, ଏତେ ଆଗ୍ରହ ଥିଲା, ବିଶ୍ୱାସ ଆପଣ କରିବେ ନାହିଁ। ଯେଉଁମାନେ ଅନୁଭବୀ ସେମାନେ କରିବେ, ଯେଉଁମାନେ ଆକୁ ଶୁଣୁଥିବେ ସେମାନେ ମଧ୍ୟ ସ୍ୱୀକାର କରିବେ ଯେ ମୁଁ ଲେଖା ଯୋଗେଇ ପାରେନି। କେତେ ଶୀଘ୍ର ଚାକିରି ଦାୟିତ୍ୱ ତୁଲେଇକିରି, ନିଜ ଘର ସଂସାର ଦାୟିତ୍ୱ ତୁଲେଇକିରି, ନିଜେ ବଞ୍ଚିକି ତ ଯାହା କିଛି କରିବି, କିନ୍ତୁ ପ୍ରକାଶକ ପାଠକ ମାନେ ବୁଝିବାକୁ ରାଜି ନୁହନ୍ତି। ଅବିକା କଣ ଅସୁବିଧା କଣ ହେଇଛି, ମାନେ ସେତେବେଳର ସମୟରେ ଯୋଉ ଅନୁସାରେ? ଅସୁବିଧା ଏ ହେଲା ଯେ ବହି ବିକ୍ରି କମିଗଲା। ଆଜ୍ଞା ଆଉ ପାଠକ ଚାହିଁଲେ ନାହିଁ ମୋବାଇଲ ଛାଡ଼ିକିରି ବହି ପଢ଼ିବା। ଆଜ୍ଞା। ବହି ଗୋଟେ ନିଶା ଥିଲା ନା, ସେତେବେଳେ ଗଣମାଧ୍ୟମ କିଛି ନଥିଲା। ଯେତେବେଳେ ଆମେ ଲେଖିଲୁ, ମୋ ଭଳି ଅନ୍ୟମାନେ ସବୁ ଲେଖୁଥିଲେ, ସେତେବେଳେ କିଛି କେବଳ ଖବରକାଗଜଟି ସମ୍ବାଦ ବା ସମାଜ, ଯାହା ସମ୍ବାଦ ବାହାରିଲା ବହୁତ ପଛରେ, ମାତୃଭୂମି, ପ୍ରଜାତନ୍ତ୍ର ଆଉ ସମାଜ, ଏ 3ଟି ପେପର ସେ ବି ସମସ୍ତ ପାଖରେ ପହଞ୍ଚି ପାରେ ନାହିଁ।